हेलो एवरीवन, वेलकम बैक टू माय यूट्यूब चैनल। आज आम आलोचना करवा साहित्यर प्लस टू सेकेंड इयर साहित्यर कविता तपस्विनीर पत्र। कवि होउछंती स्वभाव कवि गंगाधर मेहर। यार 3 नंबर विशिष्ट प्रश्न उत्तर आलोचना करवा। देख, संक्षिप्त उत्तरमूलक प्रश्न प्राय 30 कोटी शब्दर उत्तर दियो। प्रश्नर मूल्य 3 नंबर। लेखा और लेखकों सूचना 1 नंबर और उत्तर 2 नंबर रही। कविता हेउची तपस्विनीर पत्र। कवि हेउचंती स्वभाव कवि गंगाधर मेहर। प्रथम प्रश्न देखिबा, तपस्विनी सीता काहाकू पत्र लेखिथिले ओ काहेकि? एहार सठिक उत्तर हेउची राम हृदय जेस्ना वैदेही सीता शुणिबाकू पाइछंती अयोध्यार नरपति रघुवीर रामचंद्र अयोध्यारे यज्ञ करुछंती। यज्ञ कार्य पत्नी बिना असंभव। तेणु सीताଙ୍କ ମନରେ ରାମଚନ୍ଦ୍ରଙ୍କ ପ୍ରତି ସନ୍ଦେହ ଜାତ ହୋଇଥିଲା। ରାମଚନ୍ଦ୍ର ହୁଏତ ଦ୍ୱିତୀୟ ପତ୍ନୀ ବରଣ କରିଥାଇ ପାରନ୍ତି ବୋଲି ସୀତା ଅନୁମାନ କରିଥିଲେ। ତେଣୁ ସୀତା ରାମଚନ୍ଦ୍ରଙ୍କୁ ଏକ ନିବେଦନ ପତ୍ର ଲେଖିଥିଲେ। ପ୍ରଶ୍ନ ନମ୍ବର 2, ରାମଚନ୍ଦ୍ରର ଯଜ୍ଞ କରୁଥିବା କଥା ଶୁଣି ସୀତା କେଉଁ ପ୍ରସଙ୍ଗରେ ନିଶ୍ଚିତ ହୋଇଥିଲେ? ଏହାର ସଠିକ ଉତ୍ତର, ସୀତା ଯେତେବେଳେ ରାମଚନ୍ଦ୍ର ଦ୍ୱାରା ନିର୍ବାସିତ ହୋଇ ବାଲ୍ମୀକି ଆଶ୍ରମରେ ତପସ୍ୱିନୀ ଭାବରେ ରହିଥିଲେ, ସେତେବେଳେ ସେ ରାମଚନ୍ଦ୍ର ଯଜ୍ଞ କରୁଥିବା କଥା ଶୁଣିଥିଲେ। ଯଜ୍ଞ କାର୍ଯ୍ୟ ପତ୍ନୀ ବିନା ସମ୍ଭବ ନୁହେଁ ବୋଲି ସେ ଜାଣିଥିଲେ। ଯେହେତୁ ରାମଚନ୍ଦ୍ର ଯଜ୍ଞ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ସେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବା ନିଶ୍ଚିତ ହୋଇଥିଲେ। ପ୍ରଶ୍ନ ନମ୍ବର 3, ମୁହିଁ ତପସ୍ୱିନୀ ମତେ ନ କରିବ ହେୟ, ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? ଏହାର ସଠିକ ଉତ୍ତର, ରାମଚନ୍ଦ୍ର ଯଜ୍ଞ କାର୍ଯ୍ୟରେ ଆୟୋଜନ ନିମନ୍ତେ ନିଶ୍ଚୟ ଦ୍ୱିତୀୟ ପତ୍ନୀ ବରଣ କରିବା ଚିନ୍ତା କରି ସୀତା ତାଙ୍କୁ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି ଯେ ସେ କିଏ ତାହା ଜାଣିବା ଅନାବଶ୍ୟକ, କାରଣ ରାମଚନ୍ଦ୍ର ତପସ୍ୱୀମାନଙ୍କ ଅଶାନ୍ତି ବିନାଶ କରିଥାନ୍ତି ଏବଂ ତପସ୍ୱୀଙ୍କୁ ତାଙ୍କର ଆଦାୟ କିଛି ନଥାଏ। ତେଣୁ ସେ ଜଣେ ତପସ୍ୱିନୀ ହୋଇଥିବାରୁ ତାଙ୍କୁ ହେୟ ବିବେଚନା ନ କରିବାକୁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି। ପ୍ରଶ୍ନ ନମ୍ବର 4, ସୀତା ପତ୍ର ଲେଖି ରାମଚନ୍ଦ୍ରଙ୍କ ଠାରୁ କେଉଁ ତପସ୍ୟା ଓ ମନ୍ତ୍ର ବିଷୟରେ ଜାଣିବାକୁ ଚାହିଁଥିଲେ? ଏହାର ସଠିକ ଉତ୍ତରଟି ହେଉଛି, ରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଥିବା କଥା ଶୁଣି ମୁନି ଆଶ୍ରମରେ ତପସ୍ୱିନୀ ଭାବରେ ଜୀବନ ବିତାଉଥିବା ସୀତା ନିଶ୍ଚିତ ହୋଇଥିଲେ ରାମଚନ୍ଦ୍ର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି। ତେଣୁ ସେ ରାମଚନ୍ଦ୍ରଙ୍କୁ ନିବେଦନ କରି ପତ୍ର ଲେଖିଥିଲେ। ଦ୍ୱିତୀୟ ପତ୍ନୀ ବିବାହ ପୂର୍ବରୁ କେଉଁ ତପସ୍ୟା ଓ ମନ୍ତ୍ର ଜପ କରିଥିବାରୁ ସେ ରାମଚନ୍ଦ୍ରଙ୍କୁ ପତି ରୂପେ ପାଇପାରିଲେ? ସୀତା ସେହି ତପସ୍ୟା ଓ ମନ୍ତ୍ର ଜାଣିବାକୁ ଚାହିଁଥିଲେ। ପ୍ରଶ୍ନ ନମ୍ବର 5, ନିଜର ପୁତ୍ରମାନଙ୍କର କେଉଁ ଅସହାୟତା ବିଷୟରେ ସୀତା ପତ୍ର ମାଧ୍ୟମରେ ସ୍ୱାମୀଙ୍କୁ ଲେଖିଥିଲେ? ଏହାର ସଠିକ ଉତ୍ତରଟି ହେଉଛି, ତପସ୍ୱିନୀ ଭାବରେ ରହିଥିବା ସୀତା ରାମଚନ୍ଦ୍ରଙ୍କୁ ନିବେଦନ ପତ୍ର ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ପୁତ୍ରମାନଙ୍କର ଅସହାୟତା କଥା ଜଣାଇଥିଲେ। ସେ ଲେଖିଥିଲେ, ତାଙ୍କର ପୁତ୍ରଦ୍ୱୟ ଅତ୍ୟନ୍ତ ଅବଧ। ସେମାନଙ୍କ ଭାଗ୍ୟରେ ପିତୃକଳ ଆରୋହଣର ଭାଗ୍ୟ ନାହିଁ। ଫଳରେ ସେମାନେ ଜନ୍ମ ସମୟରୁ ପିତୃ ଅନୁରାଗ ଜାଣନ୍ତି ନାହିଁ। ପ୍ରଶ୍ନ ନମ୍ବର 6, କାହିଁକି ସୀତାଙ୍କ ପ୍ରେମକୁ ରାମଚନ୍ଦ୍ର ସ୍ୱପ୍ନ ପରି ମନେ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି? ଏହାର ସଠିକ ଉତ୍ତରଟି ହେଉଛି, ଅଭିମାନଭରା ମାନସିକତା ପ୍ରକାଶ କରି ସୀତା ନିବେଦନ ପତ୍ରରେ ଲେଖିଛନ୍ତି, ପୁତ୍ରଙ୍କ ଠାରୁ ରାମାୟଣ ଶୁଣିଲା ପରେ ଯଦି ବୈଦେହୀର କଥା ମନେ ପଡ଼ିଯାଏ, ତାହାକୁ ନବ ପ୍ରଣୟିନୀର ପ୍ରଫୁଲ୍ଲ ଲୋପନକୁ ଚାହିଁ ସ୍ୱପ୍ନ ପରି ମନେ କରିବେ। ଅର୍ଥାତ୍ ଦ୍ୱିତୀୟ ପତ୍ନୀକୁ ପାଇଲା ପରେ ବୈଦେହୀ କଥାକୁ ସ୍ୱପ୍ନ ପରି ଭୁଲିଯିବ। ତାପରେ ଦେଖ, ପ୍ରଶ୍ନ ନମ୍ବର 7, ତପସ୍ୱିନୀ ସୀତାଙ୍କର ସନ୍ଦେହାଚ୍ଛନ୍ନ ଭାବନାର ପରିଚୟ ଦିଅ। ଏହାର ସଠିକ ଉତ୍ତର,
ମୁନି ଆଶ୍ରମରେ ଥିବା ସମୟରେ ତପସ୍ୱିନୀ ସୀତା ଶୁଣିବାକୁ ପାଇଛନ୍ତି ଅଯୋଧ୍ୟାରେ ସ୍ୱାମୀ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ କରାଉଛନ୍ତି। ଯଜ୍ଞ କାର୍ଯ୍ୟରେ ପତ୍ନୀର ଆବଶ୍ୟକତା ରହିଛି। ଯେହେତୁ ତାଙ୍କ ନିକଟରେ ସେ ଉପସ୍ଥିତ ନାହାନ୍ତି, ତେଣୁ ସ୍ୱାମୀ ତାଙ୍କର ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି ବୋଲି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଅଭିମାନରେ ତାହାଙ୍କୁ ଭୁଲିଯିବେ ବୋଲି କହିଛନ୍ତି ଓ ନିଜ ପୁତ୍ରମାନଙ୍କୁ ରାମାୟଣ ଗାନର ବିଶେଷତା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ କିଛି ସହାୟତା ହୋଇଥିବ, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ କମେଣ୍ଟ ମାଧ୍ୟମରେ ଜଣାଇବେ ଭିଡ଼ିଓଟି କେମିତି ଲାଗିଛି ଏବଂ ନିଜ ସାଙ୍ଗସାଥିମାନଙ୍କୁ ସେୟାର କରିବେ ଏବଂ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।